यही माछटा पाम्पलेट माछ कहती। ये माछटा आम जो रंजन कुमार बेहेरा जो सीमेंट टांकी कर माछ चाष से आम आनी ए काटू माछटा काटिक गोटे आम या रेसिपी तैयारी करूँ। काटी सारापर आपको देखा केमती माछटा हूँ फ्रेश माछटा आप देखिथे। माछर काटी गुड़ाक बहुत सरू अच्छी गोटे केयरफुल बाहर करा पड़ो कहीं ना ना रही काटी गुड़ाक। काटी बाहर कलापर माछ केमती देखा देखू आपको। फास्ट काटी गुड़ा छड़ाऊ आम। Cuy berani. এটা মাছটা ধোয়াইকি রখাইছে।
फास्ट कौन कर मैरिनेशन कर बोधे ना कि ମ୍ୟାରିନେସନ୍ କର मैरिनेशन माने जोड़ा आम इंग्लीश रे कहू मैरिनेशन एटा ओडिया रे गुळेइबा भल भाबरे ताकू ହଳଦୀ ଗୁଣ୍ଡ କାଶ୍ମୀର ଲଙ୍କା ଗୁଣ୍ଡ ଦେଇଦେବେ ଆଉ ଲୁଣ କିଛି कम लुण दो ना कि से ठीक अच्छे मैरिनेशन कर रखला तापर आवश्यक सामग्री से रेडी कर मसला जोड़ा कि ग्राइंडिंग कर सब काम गुड़ाक आम भिडियो देखा भिडियो लंबा हो आम जी दरकार से ही देखु ठीक अच्छे पुणी जो मछटा को छाणा से देखू एटा ग्राइंडिंग मसला रेडी हो फास्ट धनिया पत्र सी किसी दौर धनिया पत्र देले फ्लेवरटा बहुत भल लगे पियाज रसुण अदा सब देकी जीरा किसी दिखाई से ग्राइंडिंग करा भल भाव कंचा लंका भी गोटे दुटा देती सुखिला लंका ता भीतर भी देती କଟା ପିଆଜ ଲଙ୍କା କଟା ଟମାଟୋ आलू किसी भी ऐड करहब କିଛି ଆଳୁ ଦିଆହବ Green मटर। ଗ୍ରୀନ୍ ମଟର एटा धनिया पत्र ଆଉ आपण garnishing garnish ପାଇଁ। ପାଇଁ ठीक अछि तेल तो एबे ताती गलनी
ଜଳଟା ଆଡ୍ କଲା ପରେ ସିମ୍ କରିକି କିଛି ସମୟ ବସେଇଦେବେ। ସିମ୍ କରିକି କଲେ କ'ଣ ସୁବିଧା ହେବ? ମାଛଟା ବହୁତ ଟେଷ୍ଟ ଲାଗେ। ମାଛ ଝୋଳ ଏବେ ରେଡି ହେଇଗଲା। କେମିତି ହେଇଛି ଦେଖନ୍ତୁ ଗୋଟେ ଦେଖନ୍ତୁ କେମିତି ହେଇଛି। ପାମ୍ପଲେଟ୍ ମାଛର ଝୋଳଟା ଏବେ ରେଡ଼ି ହେଇଯାଇଛି। 2 ପିସ୍ ମାଛ ଦିଆଯାଇଛି। ଏଇଟା ଆଳୁଟା ଦେଖନ୍ତୁ ସିଝି ଯାଇଛି ପୁରା। ଗୋଟେ ଟେଷ୍ଟ କରି ଦେଖୁଛି କେମିତି ଲାଗୁଛି। ବହୁତ ଟେଷ୍ଟ ଲାଗୁଛି। ଆପଣ ରୋହି ମାଛ, ମିରିକାଳି ମାଛ, ଅନ୍ୟ ବହୁତ ଭେରାଇଟିର ମାଛ ଖାଇଥିବେ, କିନ୍ତୁ ଏଇଟା ହେଉଛି ପାମ୍ପଲେଟ୍ ମାଛ। ଆମେ ଯାଇଥିଲୁ ଯେଉଁ ରଞ୍ଜନ କୁମାର ବେହେରା, କାଳିଆ ଭାଇ ଡାକନ୍ତି, ତାଙ୍କ ଯେଉଁଟା କରିଛନ୍ତି ସିମେଣ୍ଟ ଟାଙ୍କିରେ ମାଛ ଚାଷ, ସେଇଠୁ ହିଁ ଆମେ ମାଛ ସାଙ୍ଗେ ସାଙ୍ଗେ ଧରିକି ସେଇଠୁ ଆଣିଥିଲୁ। ଜାଲ ସେ 2 ଜଣ ପିଲା ବାହାର କରିଥିଲେ ସେଇଠୁ ମାଛ। ଆମେ ବଡ଼ ମାଛ ଦେଖିକି 2ଟା ଆଣିଥିଲୁ, କାହିଁକି ନା ସନ୍ଧ୍ୟା ହେଇଯାଇଥିଲା ପାଖାପାଖି। ପହଞ୍ଚିଲା ବେଳକୁ ତାଙ୍କ ପାଖରେ ଥଣ୍ଡା ଟାଇମ୍ରେ ସେମାନେ ମାଛ ଧରିବା ପାଇଁ ଟିକେ କଷ୍ଟ ହେଲା। ବଡ଼ ଜାଲ, ଅଧିକା ଲୋକ ହେଲେ ଜାଲ ୟୁଜ୍ କରିପାରିବେ। ଛୋଟ ଜାଲଟା ସେଠି ବି ମାଛ ଗଡ଼ିଗଲେ। ତେଣୁ ମାଛ ଧରିକି ଆମେ ଆଣିକି ଗୋଟେ ରୋଷେଇ କରିକି ଆପଣଙ୍କୁ ଦେଖେଇଲୁ। ବହୁତ ଟେଷ୍ଟ ଅଛି ମାଛଟା। ପାମ୍ପଲେଟ୍ ମାଛଟା କହନ୍ତି। ଆପଣ ଥରେ କିଣିକିରି ମାର୍କେଟରୁ ଖାଇପାରିବେ। ତେଣୁ ମୁଁ ଆଳୁଟାକୁ ଖାଇକି ଦେଖୁଛି। ମାଛ ସାଙ୍ଗରେ ଆଳୁ ପକେଇକି ଆପଣ ମାଛ ତରକାରୀ କରିବେ, ତାର ଟେଷ୍ଟ ଟିକେ ଅଲଗା। ମାଛ ବି ଟିକେ ଖାଇଦେଉଛି। ବହୁତ ଗରମ ଅଛି, ଠିକ୍ ଅଛି। ବହୁତ ଟେଷ୍ଟ ହେଇଛି। ଆପଣ କରିକି ଖାଇଲେ ଜାଣିପାରିବେ। କାଳିଆ ଭାଇକୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କ ମାଛ ଆଣିକି ଆମେ କରିକି ଗୋଟେ ରେସିପି ଖାଇଲୁ। ଆଜିର ଭିଡ଼ିଓକୁ ଏଇଠି ୱାଇଣ୍ଡ ଅପ୍ କରିବା। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ଥ୍ୟାଙ୍କ ୟୁ, ଅଲ୍ ଦି ବେଷ୍ଟ।